जाय को पाला करथले कि आपण नहीं नहीं गोटे माने देखो तमे जो जगह जीव से जगह रे किछटा दर्शक माने थियो से कहबे कि आपण संकीर्तन स्वर पकांत अच्छा बुझिले ना तेनो सेही हिसाब रे हम संकीर्तन स्वर पकेया गुटे स्वर पकुछ देखि केमिति कला गौरी को दुकुड़ा रुद्राक्षर माळ कला विपंची कर रे हाउले शोभित विपंची कर रे शोभित रे भोला विपंची कर रे शोभित गौरी को दुकुड़ा रुद्राक्षर माळ अरे गौरी को दुकुड़ा रुद्राक्षर माळ विपंची कर रे शोभित विपंची कर रे शोभित रे भोला विपंची कर रे शोभित शिर श्रीज चटी विभ्रमणेति स्कंधे सोहे जज्ञा कविता पादुका कुमारी मन जाने चढ़ी पादुका पादुका कुमारी मन जाने चढ़ी मुखे हरि नाम घोषित तुनागा हिसमराजी देखुछंती देवर्षि नारदଙ୍କ रूपକୁ ଏରାगा ନಹುସ କେମିତି ଆଜ୍ଞା ହୋଇଛି ଲେଖିବା ପାଇଁ ଗଲେ ଆଜ୍ଞା ନୟାଗଡ଼ ଜିଲ୍ଲାର ଗର୍ବ ଏବଂ ଗୌରବ ବିନୋଦପଡ଼ାର ଆଜ୍ଞା ଯାହାର ଜନ୍ମ କବି କୀର୍ତ୍ତନ ଗୌରଚରଣ ଆଜ୍ଞା ସାମନ୍ତ ସିଂହାର ପଦଟେ କଲା ଗୌରିକ ଦୁକୁଳ ରୁଦ୍ରାକ୍ଷର ମାଳ ବିପଞ୍ଚି କରର ଶୋଭିତ ଆଜ୍ଞା ଗୌରିକ ଦୁକୁଳ ବୋଲନ୍ତେ ଗେରୁଆ ବସ୍ତ୍ରଟି ପରିଧାନ କରିଛନ୍ତି ଆଜି ଦେବର୍ଷି ନାରଦ अच्छा ଆଜ୍ଞା ଆଉ କଣ କହୁଛନ୍ତି ନା ରୁଦ୍ରାକ୍ଷର ମାଳଟି ଗଳା ପକେଇଛନ୍ତି କଣ ମୁଁ ଦେବର୍ଷି ନାରଦ କଲା ବିପଞ୍ଚି କରରେ ଶୋଭିତ ଆଜ୍ଞା ବିପଞ୍ଚି ବୋଲନ୍ତେ ବୀଣା କର କହିଲେ ହସ୍ତ ବୋଲନ୍ତେ ହାତ ହସ୍ତରେ ଗୋଟେ ବୀଣାଟି ଧରିଛନ୍ତି କଲା ଶିର ଶ୍ରୀଜଟି ବିଭ୍ରମଣଟି ସ୍କନ୍ଧେ ସ୍ୱହେ ଯଜ୍ଞ ପବିତ୍ର ଆଜ୍ଞା ଦେବର୍ଷି ନାରଦଙ୍କର ଜଟାଟା ଏହିପରି ହୋଇଛି ସତ୍ୟ ଯେପରି ବିଭ୍ରମ ଆଣୁଛି ଭୋଳା ଶଙ୍କର ଆସିଲେ ହେରିକି ଆଜ୍ଞା ଏହି ସମୟରେ ହେଲା କଣ ଯାଇ ପହଞ୍ଚି ଗଲେ ନାରାୟଣ ନାରାୟଣ କହି ହସ୍ତିନାପୁରରେ ଆଜି ତେଣେ ହସ୍ତିନାପୁରରେ ଦେଖୁଛନ୍ତି ଏଟା ନହୁସ ଦେବର୍ଷି ନାରଦ करे देवर्षि नारद केते कार्य मो पुरକୁ आगमन କରିଛନ୍ତି ଏହି ମାନବର ନିକଟକୁ कोन पे ଆସିଛନ୍ତି ଏହି ସମୟରେ ଆଜ୍ଞା ଦେବର୍ଷି ନାରଦ କହିଲେ କହିଲେ ଦାଦା ନହୁସ ତୁମେ ଜାଣିଛ वर्तमान 12 वर्ष पर्यंत स्वयं देवराज इंद्र नारायण निकटरे तपस्यारत जीवन काटिबे नारायण 12 वर्ष पर आशीर्वाद कले तेबे जाई से इंद्र सिंहासन बसी परिबे तेणु इंद्र सिंहासन बसवा कौन इंद्र नहांती तेणु अमरावती पूरा आज्ञा खाली पड़ी तेज इंद्र सिंहासन बसव किए नारायण आदेश जड़े मात्र व्यक्ति अच्छा जी कि इंद्र सिंहासन बसी पारे जनक हूँ तुम्भे निजे आज्ञा एह समय आज मन मध्य बहुत गर्व जागृत ना स्वयं देवराज इंद्र सिंहासन बसबी सामान्य मुझे हूँ मात्र मानव एते सारा देवता थाउ था नारायण मते मात्र मोर केते बड़ भाग्य
ଭାଗ୍ୟ ତାହେଲେ ମୁଁ ଏତେ ଉଚ୍ଚ ଆସନରେ ଅଛି ହଁ ହଁ ଏତେ ଭଲ ଭାବରେ ରାଜା ଓ ପ୍ରଜାମାନଙ୍କୁ ପାଳନ କରୁଛି ଲକ୍ଷ୍ମୀ ଫୁଟିଗଲା ତେଣୁ ଆଜ୍ଞା ଏହା ହିଁ ହେଲା ହଁ ଆଜି ଆଉ ମନ ମଧ୍ୟରେ ବିଚାର କିଛି କୋଉଟା ଠିକ କୋଉଟା ଭୁଲ ବିଚାର ନ କରି ଆଜି ମନ ମଧ୍ୟରେ ଏହା ଚଳିଗଲେ ସ୍ୱର୍ଗପୁର ନିକଟ ପହଞ୍ଚି ଲାଗି ଡେରି କରୁନି ଆଉ ତମେ ଏତେ ଉଚ୍ଛନ ନା ନା ଚାଲ ବେଗେ ବେଗେ ଯିବା ହେଲା। ଠିକ ଅଛି କଲା ଏହି ଠାରୁ ନହୁସ ଯେ ଗମନ କରିଲେ କଲା ସ୍ୱର୍ଗପୁରରେ ଯାଇଣ ପ୍ରବେଶ ହୋଇଲେ ଜୟ ଜୟ ହେ ଜୟ ଜୟ ହେ ଶଙ୍କର ଜୟ ଜୟ ହେ ଜୟ ଜୟ ହେ ଶଙ୍କର ଆରେ ଏହି ଠାରୁ ନହୁସ ଯେ ଗମନ କରିଲେ ସ୍ୱର୍ଗପୁରରେ ଯାଇଣ ପ୍ରବେଶ ହୋଇଲେ ଜୟ ଜୟ ହେ ଜୟ ଜୟ ହେ ଶଙ୍କର ତୁନାଜ୍ଞା ଏହି ସମୟରେ ଆଜି ରାଜା ନହୁସ ଡେରି ନ କରି ସଙ୍ଗେ ସଙ୍ଗେ ଯାଇ ପହଞ୍ଚି ଗଲେ ସ୍ୱର୍ଗପୁର ନିକଟରେ ସ୍ୱର୍ଗପୁରରେ ଆଜ୍ଞା ମନ ମଧ୍ୟରେ ବିଚାର କଲେନି ଗୋଟେ ମାନବର କର୍ତ୍ତବ୍ୟ ଆଜ୍ଞା ହଉଛି ସେ ଦେବତା ମାନଙ୍କୁ ପୂଜା କରିବା କିନ୍ତୁ ଦେବତା ମାନଙ୍କୁ ଶାସନ କରିବାର ଗୋଟେ ମାନବର କର୍ତ୍ତବ୍ୟ ନୁହେଁ। ଏହି କଥାକୁ ଆଜ୍ଞା ରାଜା ନହୁସ ମନ ମଧ୍ୟରେ ବିଚାର କରିପାରିଲେ ନାହିଁ ଯେତେବେଳେ ସଙ୍ଗେ ସଙ୍ଗେ ପହଞ୍ଚି ଗଲେ ସ୍ୱର୍ଗପୁର ନିକଟରେ ଅମରାବତୀ ତେଣେ ଆଜି ଦେଖିଦେଲେ ଯେତେବେଳେ ସ୍ୱର୍ଗପୁରକୁ ମନ ମଧ୍ୟରେ ଆହୁରି ପୁଣି ଗର୍ବ ଜାଗ୍ରତ ହଁ ଖୁସି ହେଇଗଲେ କହିଲେ ତେବେ ଠିକ ଅଛି ହଁ ମତେ ଭାବିଛନ୍ତି ଆଣିକି ବସେଇବେ ଆଉ ବସେଇବେ ଆଉ ତେଣୁ ଆଜ୍ଞା କିଛି ଦିନ ପରେ କିଛି ଦିନ ଗତି କଲା ହଁ ସମସ୍ତ ଦେବତା ମାନେ ଭଲ ପାଇଲେ ବହୁତ ଭଲ ଭାବରେ ଚର୍ଚ୍ଚା କଲେ ହଁ। କିଛି ଦିନ ପାଇଁ ଯେତେବେଳେ ରାଜା ନହୁସ ଟିକେ ପୁରୁଣା ହୋଇଗଲେ ହୋଇଗଲେ। ସେହି ସମୟରେ ଆଜ୍ଞା ସମସ୍ତ ଦେବତା ମାନଙ୍କୁ ନିଜ ପାତୁଲ ଆଜ୍ଞା ଖଟାଇଲେ ସମସ୍ତ ଦେବତା ମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ହେଲେ ଆରେ ଆଗ ଟିକେ ଭଲ ପାଇଲେ ତ ହଁ ଆଉ ପରେ କଣ ହେଲା ବିଗିଡି ଗଲେ କଣ ତମମାନେ ଜାଣିଥିବ ହଁ ଯେତେବେଳେ ଆଜ୍ଞା ଆପଣ ମାନଙ୍କର ଘରକୁ ବର୍ଷକୁ ଥରେ ହେଲା। ଜୁଆଇଁ ଆସିଲେ ଆପଣ ଯେଉଁଭଳି ଭାବରେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବେ ଯେଉଁଭଳି ଭାବରେ ଚର୍ଚ୍ଚା କରିବେ ହଁ। ଯଦି ମାସକୁ ସେ 5 ଥର ଲେଖା ଆସିବ ହଁ। ତମେ ତାକୁ ସମ୍ମାନ ଦେବ ଆରେ ମୁଁ ଦିନକୁ ପୁରା 3 ଥର ଯାଏ ଆମର ପରୀକ୍ଷା ମୋ ଶ୍ୱଶୁର ଘର ଭଲ ପାଇକି ଅଭ୍ୟାସ ମୋର ହେଇଛି ନା ଆଉ ତେଣୁ କରି ମୁଁ 4 ଥର 5 ଦିନକୁ ଯାଏ ହଁ ମୁଁ ତାଙ୍କ ବାହାର ଆଣ୍ଟ ଗୋଡ଼ ଧୁଏ ନିଜ ହାତରୁ ଟି ହଁ ବାହାର ଆଣ୍ଟ ଗୋଡ଼ ଧୁଏ ପୁରୀ করে ଯାଇକି ଶାଗ ପଖାଳ ଯାହା ଦିଟା ଖାଇକି ଆସେ ତାହେଲେ ତାଙ୍କୁ ଶାଳୀ ମହାଶୟଙ୍କୁ ପରିଶ୍ରମ କରିବାକୁ ପଡିନଥିବ ଆଉ କଣ ମାନେ ସାରା ଭେଣେଇ ଗଲେ ଶାଳୀ ଧୋଇବେ ନା ହଁ ହଁ ତାଙ୍କୁ ତ ବିନା ପରିଶ୍ରମରେ ସେ ଧୋଇ ଆରେ ହେଇଯାଉଛି ଶାଢ଼ୀ ଧୋଇଦେବ ଗାମୁଛାରେ ପୋଛିବ ପିଢା ପକେଇଦେବ ସେମିତି ସବୁ ଆମର କିଛି ହୁଏ ନା ନା କେମିତି ହବ ଯେ ଆରେ କେମିତି ହବ ତୁମେ ତ ଦିନକୁ 5 ଥର ଲେଖା ଯିବ ଜୁଆଇଁ ହିସାବରେ ଆଉ ତମକୁ କିଏ ପଚାରିବ ମୁଁ ମୁଢ଼ିକି ଲଙ୍କା ପିଆଜ କରିକି ଖାଇକି ଆସେ ଆଉ ତମ ଶ୍ୱଶୁର ଘରକୁ ମାନିବା ଫେର ସାରେ ତମକୁ ମାନିବା ସାରେ ମୁଢି ଚୋବେଇ ଚୋବେଇ ତାଙ୍କର 32ଟାରୁ 20ଟା ଗଲାଣି ଆଉ 12ଟା ହବ ଆରେ ନାଇଁ ଏଇଟା 8ଟା ଅଛି ଦେଖିଲେ ତାଙ୍କ ନିଜ ହିସାବରେ ସେ ସ୍ୱୀକାର କରିଦେଲେ 24ଟା ପଳେଇଲାଣି ଆଉ 8ଟା ଅଛି ହଁ ଆମେ ତ ପଳେଇବା ନାହିଁ ଶରୀର ତ ଷ୍ଟାଇଲ ନୁହେଁ ଦାନ୍ତ କଣ କେଶ କଣ କୋଉଟା କଣ ହଁ ତମ ବୟସ ଅନୁସାରେ କିନ୍ତୁ ତମେ ବେଶୀ ପାଳି ଧରୁଛ ମୋର ସେତିକି ତୁମକୁ ବହୁତ ବହୁତ ଧନ୍ୟବାଦ ତମ ସାରେ ବୟସ- ସାରେ କେମିତି ନ ଧରିବେ ଯେ ଗାୟକ ଠାରୁ ପାଏ ଅଧିକ ହେଲେ ପାଳିଆ ନା ଆଉ କଣ ହଁ କି ଆଉ ମୁଁ ଜାଣିନି ତମେ ଯାହା ମତେ ଜଣେଇଦେଲ ତେଣୁ ଆଜ୍ଞା ଏହି ସମୟରେ ଆଚ୍ଛା। ଯେତେବେଳେ ଆଜ୍ଞା ଟିକେ ପୁରୁଣା ହୋଇଗଲେ ରାଜା ନହୁସ ବାବା। ଦିନକୁ ଦିନ ଆଜ୍ଞା ତାଙ୍କ ବ୍ୟବହାରରେ ଟିକେ ପରିବର୍ତ୍ତନ ହେଲା ହେଲା ସମସ୍ତ ଦେବତା ମାନଙ୍କୁ ନିଜ ପାତର ଆଜ୍ଞା ଖଟାଇଲେ ସମସ୍ତ ଦେବତା ମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ହେଲେ ହଁ ଦେବର୍ଷି ନାରଦକୁ ଡକାଗଲା ଯେତେବେଳେ ଆଜ୍ଞା ଦେବର୍ଷି ନାରଦ ଦେଖିଦେଲେ ହଁ। ଘୋର ଅନ୍ୟାୟ ଘୋର ପାପ ପାପ ସବୁ ପାପ ବଢି ସାରିଲାଣି ହଁ କଲେ ରାଜା ନହୁସଙ୍କ ନିକଟରେ ପହଞ୍ଚି ଗଲେ ହଁ ଦେଖିଲେ ରାଜା ନହୁସ ଦେଖିକି ମଧ୍ୟ ଟିକେ ନ ଦେଖିଲା ଭଳିଆ ବ୍ୟବହାର କରୁଛନ୍ତି ଅନହଳା କଲେ ଯାଇ ପହଞ୍ଚିଗଲେ ରାଜା ନହୁସଙ୍କ ନିକଟରେ ନିକଟରେ ଆଜି ତେଣେ ଦେବରାଜ ନହୁସ ଇନ୍ଦ୍ରଙ୍କ ସିଂହାସନରେ ବସିଛନ୍ତି ହଁ। ଯାଇ ପହଞ୍ଚିଗଲେ ହଁ ଏଇ ସମୟ ନ ଦେଖିଲା ପରି ଆଜି କହୁଛନ୍ତି ଆପଣ ଆସିଲେ କି ଦେବର୍ଷି ନାରଦ ଏ ନା ରେ ତମେ କେତେବେଳେ ଆସିଲା ଟିକେ ଫୋନ କରିକି ଆସିନାହାନ୍ତ ମୁଁ ଥଣ୍ଡା ଫଣ୍ଡା ପକେଇଥାନ୍ତି ଓହୋ ତାହେଲେ ଫୋନ କରିକି ଆଉ ଆସିଥାନ୍ତି ତମେ ସେମିତି ନାଇଁ ରହିବ ଏଇ ସମୟରେ ଆଜ୍ଞା ଦେବର୍ଷି ନାରଦ କହିଲେ ତୁମେ କଣ ଜମା ଦେଖିଛ ତୁମେ ଜମା ଦେଖିନ ନ ଦେଖିଲା ପରେ ଆରେ କାଲି ଯିଏ ମତେ ଏତେ ସମ୍ମାନ ଦଉଥିଲା ପୁରା ପାଦକୁ ଧୌତ କରି ଦଉଥିଲା ମତେ ଏତେ ମୁଣ୍ଡିଆ ମାରୁଥିଲା ଆଜି ମତେ ଦେଖିକି ମଧ୍ୟ ଅଣଦେଖା କରୁଛି ଅନହଳା କରୁଛି ତାର ଏତେ ଗର୍ବ ଭାବ ମନରେ ବଢି ସାରିଲାଣି ଅହଙ୍କାର ବଢିଯାଇଛି ଆରେ ଗର୍ବ ଗଞ୍ଜନ ନ ରହି ଗର୍ବ ନ ସହନ୍ତି କାହାରି ଆଜ୍ଞା ତୋ ଗର୍ବ କିନ୍ତୁ ସହିବି ନା ତେବେ ଠିକ ଅଛି ପାଣି ଦେବିରେ ପୁଅ ଏହି ସମୟ ତୋର ସମସ୍ତ ଗର୍ବକୁ ମୁଁ ଚୁନା କରୁଛି ନା କରିଦେବି କହିଲେ ଦେବରାଜ ନହୁସ ଗୋଟେ କଥା ତୁମକୁ କଣ କହିବି କହୁନାହାନ୍ତି ଆଜ୍ଞା ତୁମେ ବର୍ତ୍ତମାନ କାହା ସିଂହାସନରେ ବସିଛ ରାଜା ଇନ୍ଦ୍ରଙ୍କ ସିଂହାସନକୁ ବସିଛ ଇନ୍ଦ୍ରଙ୍କ ସିଂହାସନରେ ବସିଛ ଯେତେବେଳେ ଏହି ସିଂହାସନରେ ସ୍ୱୟଂ ଦେବରାଜ ଇନ୍ଦ୍ର ବସିଥିଲେ ସେହି ସମୟରେ ଏହି ସିଂହାସନଟି ବହୁତ ସୁନ୍ଦର ଶୋଭା ଦେଖାଯାଉଥିଲା ପାଉଥିଲା କିନ୍ତୁ ତୁମେ
ବସିଛୁ କାଇଁ ମତେ ଭଲ ଦେଖା ଯାଉନି। ଆରେ ମୁଁ କଣ ଆଉ କରିବି ଯେ, ମୁଁ ଆଉ କଣ କରି ଶୋଭା ପାଇବ କହିଲେ ଆଜ୍ଞା? ଯେତେବେଳେ ସ୍ୱୟଂ ଦେବରାଜ ଇନ୍ଦ୍ର ବସିଥିଲେ ତାଙ୍କର ବାମ ପକ୍ଷରେ ମାତା ସଚୀଦେବୀ ବସିଥିଲେ, ତେଣୁ ତାଙ୍କ ଇନ୍ଦ୍ର ସିଂହାସନଟା ସୁନ୍ଦର ଦେଖାଯାଉଥିଲା। ଆଉ ତୁମ ବାମ ପକ୍ଷରେ କାହିଁକି ସଚୀଦେବୀ? ଆରେ ସଚୀ ଗୋଟେ କିଏ ଅଛି? ହଁ ସଚୀ ତ କାଇଁ ମୁଁ ଆଜି ପର୍ଯ୍ୟନ୍ତ ଦେଖିନି। ଦେଖିନ? କହିଲେ ସେ କୋଉଠି ଅଛି ବାଗ ଯାଏ ହେଟା ବାବୁ। ଇନ୍ଦ୍ରଙ୍କର ପତ୍ନୀ ହଉଛି ସଚୀ। ସଚୀ ତୁମେ ଦେଖିନ କେବେ? ଆରେ ମୁଁ ତ ଇନ୍ଦ୍ର ହେଇଛି, ସେ କାଇଁ ମୋ ପାଖକୁ ଆସିବ ନାହିଁ? ଯଦି ତୁମେ ତୁମ ସିଂହାସନଟା ସୁନ୍ଦର ଦେଖାଇବା ପାଇଁ ଚାହୁଁଛ ତେବେ ଯାଇ ସଚୀଦେବୀଙ୍କର ସାନ୍ନିଧ୍ୟତା ଲାଭ କରି ତାଙ୍କୁ ଆଣି ବାମ ପକ୍ଷରେ ବସାଅ, ତେବେ ଯାଇ ତୁମ ସିଂହାସନଟା ସୁନ୍ଦର ଦେଖାଯିବ। ଆଜ୍ଞା ଆଉ କାଳ ବିଳମ୍ବ କରି ଗୋଟିଏ ମୁହୂର୍ତ୍ତ ଆପଣ ଅପେକ୍ଷା କରନ୍ତୁ। ବର୍ତ୍ତମାନ ଚାଲିଲି ସଚୀଙ୍କ ନିକଟକୁ। ନିଶ୍ଚିତ। ହଁ ଆଜ୍ଞା ଏହି ସମୟରେ ଆଜି ଅନ୍ତଃପୁରରେ ମାତା ସଚୀଦେବୀ ବସିଛନ୍ତି। ଆଜି ଗାଲର ହାତ ଦେଇ ତେଣେ ସ୍ୱାମୀଙ୍କ କଥା ବିଚାର କରୁଛନ୍ତି। ଆଜି ମନ ମଧ୍ୟରେ କାନ୍ଦୁଛନ୍ତି। ଆଜି ତେଣେ 12 ବର୍ଷ ପର୍ଯ୍ୟନ୍ତ ନାରାୟଣଙ୍କ ନିକଟରେ ତପସ୍ୟାରତ ଜୀବନ କାଟିବେ ସ୍ୱୟଂ ଦେବରାଜ ଇନ୍ଦ୍ର। ସ୍ୱାମୀଙ୍କ ନିକଟରୁ କେତେ ଦିନ ଦୂରରେ ରହିବେ, କେମିତି ଏ ଜୀବନ ବଞ୍ଚିକି ଧରିବେ। ଆଜି ତେଣେ ଗାଲରେ ହାତ ଦେଇ ମନ ମଧ୍ୟରେ ମନ ଦୁଃଖରେ ସ୍ୱାମୀଙ୍କୁ ମନେ ପକାଉଛନ୍ତି। ଏହି ସମୟରେ ଯାଇ ପହଞ୍ଚିଗଲା ଅନ୍ତଃପୁରରେ ଆଜି ରାଜା ନହୁଷ ଦେଖିଦେଲା ଆଜି ସଚୀଦେବୀଙ୍କର ରୂପକୁ। ନିଜକୁ ଆଉ ନିଜ ଆୟତ୍ତ ରଖିପାରିଲେ ସଙ୍ଗେ ସଙ୍ଗେ ଯାଇ ଆଜ୍ଞା ମାତା ସଚୀଦେବୀଙ୍କୁ ପ୍ରେମ ଭିକ୍ଷା ମାଗୁଛନ୍ତି। କେମିତି ଆଜ୍ଞା ମାଗୁଛନ୍ତି? ଲେଖିବା ପାଇଁ ଗଲା ଆଜ୍ଞା କିଏ ସେ? ନା ଗୋଳ ଭାଇ ନିବାସୀ ବାଙ୍କା ଦାସ। ନିଶ୍ଚିତ ଫାଙ୍କା ଫାଙ୍କା ଲାଗୁଥିଲା, ଏବେ ଆସିବି। ଆଜ୍ଞା ଲେଖିବା ପାଇଁ ଗଲେ ଗୋଳ ଭାଇ ନିବାସୀ ବାଙ୍କା ଦାସ ପଦୁଟିଏ ଚୌପଦୀ। କଣ ଲେଖିଲେ ଆଜ୍ଞା? ବନ ଜାକି ନବୀନାକୁ